ମୟୂରଭଞ୍ଜର ବାଲିଢିଆ ଡ୍ୟାମ୍ ଉପରେ ରୟାଲ ଗେଷ୍ଟ ହାଉସ୍ ରହିଛି। ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବ 1912 ମସିହାରେ ତିଆରି କରିଥିଲେ। ଝାକାସ୍ ମୟୂରଭଞ୍ଜ। ହଁ ସାଙ୍ଗମାନେ, ମୁଁ ଭଲରେ ଅଛି, ଆଶା କରେ ଆପଣମାନେ ବି ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ସାମ୍ନାକୁ ଆଣିଛି ଗୋଟେ ମୟୂରଭଞ୍ଜ ଏମିତି ହିଡେନ୍ ପ୍ଲେସ୍। ସମସ୍ତେ ଆସୁଛନ୍ତି କିନ୍ତୁ ତଳେ ରହିଯାଉଛନ୍ତି। ବାଲିଢିଆ ବନ୍ଧ ଉପରେ ଗୋଟେ ଘର ଅଛି। ରାଜା ଯେଠି ଗଲେ ଶିକାର କରୁଥିଲେ ସେଇ ଜାଗାକୁ ଆପଣମାନଙ୍କୁ ନେଇକି ଆସୁଛି। ତ ଆମେ ଯିବା ଯେତେବେଳେ ବୁଲତେ। ଏମିତି କିଛି ପାହାଡ଼ିଆ ରାସ୍ତା ଅଛି। ଦେଖୁଛ ଚଢ଼ିବା ପାଇଁ କେତେ କଷ୍ଟ। ରାସ୍ତାରେ ଖାଲି ଗୁଡ଼ି ମାଟି ଅଛି, ଗାଡ଼ି ରାସ୍ତା ଭଲ ନାହିଁ। ଚଢ଼ିଲା ବେଳକୁ ଗୋଡ଼ ହାତ ନିଶେଇ ଯାଉଛି ଆଉ ବହୁତ କଷ୍ଟ। କିସ 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 ଠୋ ହେଇଯାଉଛି, କିଛି ଜାଣି ହଉନି। ବାଲିଢିଆ ଡ୍ୟାମ୍ର ପଳପଳା ନଦୀ ପାହାଡ଼ ଉପରେ ତିଆରି ହେଇଛି ଏଇ ଗେଷ୍ଟ ହାଉସ୍ଟା। ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବ 1912 ମସିହାରେ ତିଆରି କରିଥିଲେ। ଆଉ ଏଠାରେ ତାଙ୍କର ବିଲାଇତରୁ ଆସୁଥିଲେ ଯେଉଁ ଗେଷ୍ଟ ମାନେ ଏଠି ରହୁଥିଲେ। ଆଉ ମହାରାଜା ଯେତେବେଳେ ଶିକାର କରିବା ପାଇଁ ଯାଉଥିଲେ ଏଠି ଆସିକି ରହିକି ଶିକାର କରୁଥିଲେ। ଏଟା ଏମିତି ନିର୍ମାଣ ହେଇଛି, ଝରକା କବାଟ ଆଡ଼ୁ ଦେଖାଲେ ଶିମିଳିପାଳ ପାହାଡ଼ ଆଉ ବାଲିଢିଆ ଡ୍ୟାମ୍ଟା ପୁରା ଦେଖାଯାଏ। ଆଉ ଏଇଟା ମାଙ୍କଡ଼ା ପଥରରେ ତିଆରି ହେଇଛି। ଆଉ ଏବେ ତ ରକ୍ଷଣାବେକ୍ଷଣ ନାହିଁ, ସେଥିପାଇଁ ଭାଙ୍ଗି ଭୁଙ୍ଗା ଗଲାଣି। ଆଉ ଦେଖୁଛ ତ ଏଇନା ମୋବାଇଲରେ ଖାଲି ଏଇଟା ଦେଖାଯାଉଛି। ପଛପଟେ ଯୋଉ ଲୋକେସନଟା ଦେଖୁଛନ୍ତି ଏଟା ହେଉଛି ବାଲିଢିଆ ବନ୍ଧର ପାଣିଟା। ବନ୍ଧ ଉପରେ ଯୋଉଠି ପିଲାମାନେ ଡିଆଁ ମାରୁଛନ୍ତି ସେଇ ଜାଗାଟା ଏଇଟା। ତ ସେଇ ବନ୍ଧ ଉପରକୁ ଉଠିଲା ପରେ ଘରର ପଛପଟକୁ ଏଇ ଜାଗାଟା ଅଛି। ତ ଆପଣମାନେ ଆଉ ଗୋଟେ ସବୁଠୁ ବଡ଼ ଜିନିଷ, ଆମେ ସିନା ଏଠି ଫିଷ୍ଟି କରୁଛେ, ରାନ୍ଧୁଛେ, ରୋଷେଇ କରୁଛେ, ଇଏ କରୁଛେ, କିନ୍ତୁ ଗୋଟେ ଜିନିଷ ବହୁତ ବଡ଼ ଭୁଲ କରୁଛେ। ଖାଉଛେ, ଖାଇ ଦେଇକି ଫିଙ୍ଗି ଦେଉଛେ। ଫିଙ୍ଗି ଦେବା ପାଇଁ କାଚ ଫାଚ ଯେଉଁ ପଡ଼ୁଛି ନା, ଏଇଟା ବହୁତ ଖରାପ ଲାଗୁଛି। ମାନେ ଆଜି ମୁଁ ଆସିଛି, କାଲି ଆପଣମାନେ ଆସିବେ, ତାପରେ କିଏ ଆସିବ, ତ ସେ ଗୋଡ଼ରେ ଲାଗିବ ନା କାଚଟା। ତ ସେଥିପାଇଁ ଦୟାକରି ବଟଲ ଫଟଲ ଫଟାନ୍ତୁନି, ଗୋଟେ ଜାଗାରେ ରଖିଦିଅନ୍ତୁ। କାହାରି ହେଲେ ତ କାମ ଦେବ। ମୟୂରଭଞ୍ଜ।